ଏବେ ଏବେ ଆସିଲା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନକୁ ପ୍ରେସ କରି ଅଲରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ, କାହିଁକି ନା ଯାହା ବି କିଛି ନୂଆ ନୂଆ ଅପଡେଟ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକାଇବା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ 2 ରେ 2024-25 ଶିକ୍ଷାବର୍ଷ ଆଗୁଆ ଆରମ୍ଭ ହେବାକୁ ଯାଉଛି। ଧାର୍ଯ୍ୟ ସମୟ ପୂର୍ବରୁ ଅର୍ଥାତ୍ ଚଳିତ ମାସରୁ ଯୁକ୍ତ 2 ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ସହ ପରୀକ୍ଷା, ଖାତା ମୂଲ୍ୟାୟନ, ଯୁକ୍ତ 2 କଲେଜ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆଗୁଆ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ଯୁକ୍ତ 2 ଥିଓରି ପରୀକ୍ଷା 15 ଦିନ ଆଗରୁ ଅର୍ଥାତ୍ 2025 ଫେବୃଆରୀ ଦ୍ୱିତୀୟ ନ ହେଲେ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗ ବିଷୟ ଗୁଡିକର ପରୀକ୍ଷା ଆୟୋଜନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଆରଏସି ନିଷ୍ପତ୍ତି ନେଇଛି। ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଏହା ପୂର୍ବରୁ ଡିସେମ୍ବର 25 ସୁଦ୍ଧା ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଜାରି ହେବ। ମାର୍ଚ୍ଚ ଦ୍ୱିତୀୟ ବା ତୃତୀୟ ସପ୍ତାହରେ ମୂଲ୍ୟାୟନ ଆରମ୍ଭ ହୋଇ 2025 ମେ 15 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ମେ ତୃତୀୟ ସପ୍ତାହରେ ମାର୍କ ପୁନର୍ଯାଞ୍ଚ କରିବାକୁ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ମେ ଚତୁର୍ଥ ସପ୍ତାହରେ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ଥିବା ବେଳେ ଜୁନ ତୃତୀୟ ସପ୍ତାହରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସରିବାର 30 ଦିନ ମଧ୍ୟରେ ଇନଷ୍ଟାଣ୍ଟ ଫଳ ପ୍ରକାଶ ପାଇବ। 2024 ସେପ୍ଟେମ୍ବର ତୃତୀୟ ସପ୍ତାହରେ ଏକ୍ସ ରେଗୁଲାର ଓ ନଭେମ୍ବର ତୃତୀୟ ସପ୍ତାହରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ। ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଟେଷ୍ଟ ଅନୁଷ୍ଠିତ ହେବ। ଥିଓରି ପରୀକ୍ଷା ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ଜାରି କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ସେହିପରି ଏକାଦଶ ଶ୍ରେଣୀ ବା ଯୁକ୍ତ 2 ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ପାଠପଢା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଧାରରେ ଆଗୁଆ କରାଯିବ। ନଭେମ୍ବର ତୃତୀୟ ସପ୍ତାହରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଫେବୃଆରୀ ପ୍ରଥମ ବା ଦ୍ୱିତୀୟ ସପ୍ତାହରେ ଇଣ୍ଟରନାଲ ଆସେସମେଣ୍ଟ ହେବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅଧ୍ୟକ୍ଷ କପ୍ ବକ୍ତୃତା, ଚତୁର୍ଥ ସପ୍ତାହରେ ସାଂସ୍କୃତିକ ଓ ସାହିତ୍ୟ ସମ୍ମିଳନୀ, ନଭେମ୍ବର ଓ ଡିସେମ୍ବରରେ ସମସ୍ତ ପ୍ରକାର ଇନଡୋର ଓ ଆଉଟଡୋର ଖେଳ ପ୍ରତିଯୋଗିତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଶିକ୍ଷକ ମାନଙ୍କ ତାଲିମ ହେବ। ନଭେମ୍ବର ଓ ଡିସେମ୍ବରରେ ଶୈକ୍ଷିକ ବା ପରୀକ୍ଷା ସମ୍ପର୍କିତ କର୍ମଶାଳା କରିବାକୁ ପରିଷଦ ପକ୍ଷରୁ ଜାରି ହୋଇଥିବା ଶିକ୍ଷା କ୍ୟାଲେଣ୍ଡରରେ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ମିଳିଥିଲା ମୁଁ ଆପଣମାନଙ୍କୁ ଜଣାଇ ସାରିଲି। ଭିଡିଓଟାକୁ ସେୟାର କରି ସମସ୍ତଙ୍କ ପାଖରେ ଅପଡେଟକୁ ପହଞ୍ଚାଇ ଦିଅନ୍ତୁ।